ଅଭିଯାନ, ଯାହାର ନାମ ପରିବର୍ତ୍ତନ ହୋଇଛି। ଏବେ ତାହା ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ। ଏହି ଯୋଜନାରେ ଷଷ୍ଠ ପ୍ରକଳ୍ପ ଭାବେ ଆମ ବିଦ୍ୟାଳୟରେ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମେ ସ୍ଥାନ ଚିହ୍ନଟ ହୋଇ ଭୂମି ପୂଜନ। ଯେଉଁ ବଦାନ୍ୟ ବ୍ୟକ୍ତିମାନେ ଏଥିରେ ଅର୍ଥରାଶି ଦାନ କରିଛନ୍ତି ସେମାନଙ୍କୁ କୋଟି କୋଟି ନମନ। ଷ୍ଟେଜ ପାଇଁ ଲେଆଉଟ୍ କାର୍ଯ୍ୟ ମଧ୍ୟ ସମସ୍ତଙ୍କ ଉପସ୍ଥିତିରେ କରାଯାଇଛି। ପରେ ପରେ ଏହାର କାମ ଧୀରେ ଧୀରେ ସୁରୁଖୁରୁରେ ଆଗେଇ ଚାଲିଛି। କଥାରେ ଅଛି, ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ। ଏ ସିନା 2010 ମସିହାର ବିଦ୍ୟାଳୟ। ଏହାର ସମସ୍ତ ଆଲୁମିନି ଏବେ ପାଠ ପଢ଼ୁଛନ୍ତି। ତଥାପି ସମସ୍ତଙ୍କ ସହଯୋଗରେ ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ଆଗେଇ ଚାଲିଛି, ଯାହାର ଜ୍ୱଳନ୍ତ ପ୍ରମାଣ ଆପଣମାନେ ଦେଖିପାରୁଛନ୍ତି। ତେବେ ଆସନ୍ତୁ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ନାଥଙ୍କ ପାଖରୁ ଆଉ କିଛି ଶୁଣିବା। ନମସ୍କାର। ଏ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ଆସ୍ତେ ଆସ୍ତେ ଅଗ୍ରଗତିରେ ଚାଲିଛି। ସେ ଅଗ୍ରଗତିରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ଆମର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ମଣ୍ଡଳୀ ଏବଂ ଏ ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀ। ତା ସହିତ ଆଉ କେତେଜଣ ବଦାନ୍ୟ ବ୍ୟକ୍ତି ଅଛନ୍ତି, ତାଙ୍କର ମଧ୍ୟ ଆଶୀର୍ବାଦ ଏ ବିଦ୍ୟାଳୟ ପ୍ରତି ରହିଛି। ମୁଖ୍ୟ କଥା ପ୍ରଥମେ ମୁଁ କହିବି, ଏ ଷ୍ଟେଜ୍ ଯେଉଁ ଦେଖୁଛନ୍ତି ଆପଣମାନେ, ସେ ଷ୍ଟେଜ୍ 3,90,300 ଟଙ୍କାରେ ତିଆରି ହୋଇଛି। ଏହା ମୋ ସ୍କୁଲ ଅଭିଯାନ ବା ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ମାଧ୍ୟମରେ ତିଆରି ହୋଇପାରିଛି। ସର୍ବୋପରି ଋଷିକେଶ ମହାପାତ୍ର, ଜ୍ୟୋତିପ୍ରକାଶ ବାରିକ, ଶିବଶଙ୍କର ପାତ୍ର, ଗୀତାଞ୍ଜଳି ଦାସ, ଶାନ୍ତନୁ ମହନ୍ତ, ପ୍ରଫୁଲ୍ଲ ବାରିକ, ଏଭଳି କି ଆମ ବ୍ଲକ ଏଜୁକେସନ୍ ଅଫିସର ଏଭିଓ ବ୍ରଜମୋହନ ମୁର୍ମୁ ସାର୍, ଏହିଭଳି ଅନେକ ବଦାନ୍ୟ ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କର ସାହାଯ୍ୟ ସହାନୁଭୂତିରେ ଆମ ଷ୍ଟେଜ୍ ଆଜି ତିଆରି ହୋଇପାରିଛି। ତେଣୁ ବିଦ୍ୟାଳୟ ତରଫରୁ ସର୍ବୋପରି ମୋ ତରଫରୁ ସମସ୍ତଙ୍କୁ ମୁଁ ଧନ୍ୟବାଦ ଅର୍ପଣ କରୁଛି। ଯେ ବହୁତ ଦିନର ଆଶା ଆମର ପୂରଣ ହୋଇଛି ଯେ ଏତେ ଛୋଟ ବିଦ୍ୟାଳୟଟି ହେଲେ ମଧ୍ୟ କେବଳ ମୟୂରଭଞ୍ଜ ନୁହେଁ, ଆମେ ଓଡ଼ିଶାରେ ନାଁ କରିପାରିଛୁ। କାରଣ 2019 ମସିହାରେ ଯେତେବେଳେ ଆମ ବିଦ୍ୟାଳୟର ନାଁ ଡକରା ହେଲା ସୁରଭିରେ, ଏ ବିଦ୍ୟାଳୟ ସାରା ଓଡ଼ିଶାରେ ସ୍ୱଚ୍ଛ ବିଦ୍ୟାଳୟ ଭାବରେ ପରିଗଣିତ ହେଲା ଏବଂ ସେଦିନ ଶିକ୍ଷାମନ୍ତ୍ରୀଙ୍କ ଠାରୁ ଯେତେବେଳେ ଆମେ ଗୌରବ ସହକାରେ ସାର୍ଟିଫିକେଟ୍ ସହ ଟ୍ରଫି ସହ 10,000 ଟଙ୍କା ଗ୍ରହଣ କଲୁ, ସେତେବେଳେ ଆହୁରି ଆମର ଆଶା ଉଦ୍ଦୀପନା ଆସ୍ତେ 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 ବଢ଼ିବାକୁ ଲାଗିଲା। ଆମର ପ୍ରଚେଷ୍ଟା ଜାରି ରହିଲା ଏବଂ ସେ ପ୍ରଚେଷ୍ଟା ଫଳରେ ଆଜି ଆଉ ଆମେ ପଛକୁ ଫେରି ଚାହୁଁନୁ। 2021 ମସିହାରେ ଆମ ବିଦ୍ୟାଳୟ
डाएट मयूरभंज तरफ बेस्ट एवार्ड ग्रहण कलु। सतरे देखु देखु मात्र 3 मासरे एही मल्टीपर्पज स्टेजटीर कार्य संपूर्ण हो जाइछि। आउ एबे इनागुरेशन सेरेमनी जेउथिरे किछि विशिष्ट अतिथि जेपरि बारिपदा म्युनिसिपालिटी चेयरमैन कृष्णानंद महांती, बीएसआर नलिनीकांत प्रधान, बीजेपी स्पोक्समैन कवि विष्णु शतपथी, वार्ड नंबर 23 और 27 काउंसिलर तथा हेडमास्टर प्रदीप कुमार नाथ को द्वारा यह मल्टीपर्पज स्टेजटी उद्घाटित हो जाइछि। आउ एबे एही नुआ स्टेजटी रे पंचम वार्षिक उत्सव स्वयं सिद्धा मध्य धूमधाम रे पालन करा जाइछि।